ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଉଚ୍ଚଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ପ୍ରକାଶ ପାଇଲା ଜାତୀୟ ସଂସ୍ଥାଗତ ର୍ୟାଙ୍କିଙ୍ଗ୍ ତାଲିକା। ସାମଗ୍ରିକ ବର୍ଗରେ ଆଇଆଇଟି ମାଡ୍ରାସ ଶୀର୍ଷରେ। ଜମାକାରୀଙ୍କ ଜରୁରୀକାଳୀନ ପରିସ୍ଥିତିରେ ଅର୍ଥ ଉଠାଣ ନେଇ ନିୟମରେ ହେଲା ପରିବର୍ତ୍ତନ। କୋଲକାତା ଆର୍ଜିକର ମେଡିକାଲ କଲେଜ ଦୁଷ୍କର୍ମ ଘଟଣାର ତଦନ୍ତ ପାଇଁ ପହଞ୍ଚିଲା ଜାତୀୟ ମହିଳା ଆୟୋଗ। ପ୍ରତ୍ୟକ୍ଷ ଟିକସ ଆଦାୟ ପରିମାଣ 23.99% ବୃଦ୍ଧି ଏବଂ ଗ୍ରୀଷ୍ମ ପ୍ରବାହ ଯୋଗୁଁ ୟୁରୋପରେ ପ୍ରାଣ ହରାଇଛନ୍ତି 47,000ରୁ ଅଧିକ ଲୋକ। ଭାରତୀୟ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ ମାଡ୍ରାସ ସାମଗ୍ରିକ ବର୍ଗରେ ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ଜାତୀୟ ସଂସ୍ଥାଗତ ର୍ୟାଙ୍କିଙ୍ଗ୍ ଫ୍ରେମୱାର୍କ 2024ରେ ଶୀର୍ଷ ସ୍ଥାନରେ ରହିଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ ବାଙ୍ଗାଲୋର ଦ୍ୱିତୀୟ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ବମ୍ବେ ତୃତୀୟ ସ୍ଥାନରେ ରହିଛି। ନୂଆଦିଲ୍ଲୀରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ମାନ୍ୟତା ତାଲିକା ପ୍ରକାଶ କରିଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଜାତୀୟ ଶିକ୍ଷାନୀତି 2020ର ମାନ୍ୟତାର ଏହା ହେଉଛି ମୁଖ୍ୟ ବୈଶିଷ୍ଟ୍ୟ। ଏହି ପ୍ରକ୍ରିୟାରେ ସମସ୍ତ ଶିକ୍ଷାନୁଷ୍ଠାନକୁ ସାମିଲ କରାଯିବା ଉଚିତ ବୋଲି ସେ କହିଛନ୍ତି। ଦେଶର 58,000ରୁ ଅଧିକ ଶିକ୍ଷାନୁଷ୍ଠାନ ମଧ୍ୟରୁ 6,500 ଅନୁଷ୍ଠାନ ଏହି ବ୍ୟବସ୍ଥାରେ ସାମିଲ ହୋଇଛନ୍ତି। ନୂଆ ପ୍ରତିଯୋଗିତା ବ୍ୟବସ୍ଥାରେ ସାମିଲ ହେବା ପାଇଁ ସମସ୍ତ ବେସରକାରୀ ଓ ସରକାରୀ ଅନୁଷ୍ଠାନ ଆବେଦନ କରିବାକୁ ସେ ଆହ୍ୱାନ ଦେଇଛନ୍ତି। ବିଶ୍ୱବିଦ୍ୟାଳୟ ବର୍ଗରେ ଭାରତୀୟ ବିଜ୍ଞାନ ପ୍ରତିଷ୍ଠାନ ବେଙ୍ଗାଲୁରୁ, ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟ ଏବଂ ଜାମିଆ ମିଲିଆ ଇସଲାମିଆ ଶୀର୍ଷ 3ଟି ସ୍ଥାନରେ ରହିଛନ୍ତି। ମ୍ୟାନେଜମେଣ୍ଟ ବର୍ଗରେ ଅହମ୍ମଦାବାଦ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ତାଲିକାର ଶୀର୍ଷରେ ରହିଛି। ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ ବାଙ୍ଗାଲୋର ଦ୍ୱିତୀୟ ଏବଂ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ମ୍ୟାନେଜମେଣ୍ଟ କୋଜିକୋଡ୍ ତୃତୀୟ ସ୍ଥାନରେ ରହିଛି। ଡାକ୍ତରୀ ଶିକ୍ଷା ବର୍ଗରେ ଦିଲ୍ଲୀର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ ଏମ୍ସ ପ୍ରଥମ ସ୍ଥାନ ଅଧିକାର କରିଛି। ଯଦି କୌଣସି ଜମାକାରୀ ଚିକିତ୍ସା ଖର୍ଚ୍ଚ କିମ୍ବା ପ୍ରାକୃତିକ ବିପର୍ଯ୍ୟୟ ଭଳି ଜରୁରୀକାଳୀନ ପରିସ୍ଥିତିକୁ ଦର୍ଶାଇ ଟଙ୍କା ଉଠାଇବାକୁ ଚାହୁଁଛନ୍ତି, ତେବେ ପ୍ରଥମ 3 ମାସ ମଧ୍ୟରେ 100% ଜମା ଟଙ୍କା ଫେରସ୍ତ କରିବାକୁ ରିଜର୍ଭ ବ୍ୟାଙ୍କ ଅଣ ବ୍ୟାଙ୍କିଂ ଆର୍ଥିକ କମ୍ପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ଏଭଳି ସମୟ ପୂର୍ବରୁ ଟଙ୍କା ଉଠାଣ ଉପରେ କୌଣସି ସୁଧ ଦିଆଯିବ ନାହିଁ ବୋଲି ଆର୍ବିଆଇ କହିଛି। ଯଦି କୌଣସି ଜମାକାରୀ ଅନ୍ୟ କୌଣସି କାରଣରୁ ଟଙ୍କା ଉଠାଇବାକୁ ଚାହୁଁଛନ୍ତି, ତେବେ ଏନ୍ବିଏଫ୍ସି ବିନା ସୁଧରେ ଜମାରାଶିର 50% ଦେଇପାରିବ। ଏଥିରେ କୁହାଯାଇଛି, ମୂଳ ରାଶିର 50%ରୁ ଅଧିକ କିମ୍ବା 5 ଲକ୍ଷ ଟଙ୍କା ଯାହା କମ୍ ହୋଇଥିବ ତାହା ଅକାଳରେ ପ୍ରଦାନ କରାଯାଇପାରିବ ନାହିଁ। ରିଜର୍ଭ ବ୍ୟାଙ୍କ ଏନ୍ବିଏଫ୍ସିଗୁଡ଼ିକୁ 14 ଦିନ ପୂର୍ବରୁ ଜମାକାରୀଙ୍କୁ ମ୍ୟାଚ୍ୟୁରିଟି ବିଷୟରେ ଜଣାଇବାକୁ କହିଛି। ବର୍ତ୍ତମାନ ନିୟମ ଅନୁଯାୟୀ ଏହା 2 ମାସ ଧାର୍ଯ୍ୟ କରାଯାଇଛି। ଏହି ପରିବର୍ତ୍ତନ ଆସନ୍ତା ବର୍ଷ ଜାନୁଆରୀ 1ରୁ ଲାଗୁ ହେବ। ଆର୍ଜିକର ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ଦୃଷ୍ଟିରେ ରଖି ଜାତୀୟ ମହିଳା ଆୟୋଗର 2 ଜଣିଆ ଟିମ୍ ଗତ ସନ୍ଧ୍ୟାରେ କୋଲକାତାରେ ପହଞ୍ଚିଛନ୍ତି। ଏହି ଟିମ୍ ଲାଲବଜାରସ୍ଥିତ କୋଲକାତା ପୋଲିସ ମୁଖ୍ୟାଳୟ ପରିଦର୍ଶନ କରି ପୋଲିସ କମିଶନରଙ୍କୁ ଭେଟିଥିଲେ। ଆଜି ଏହି ଟିମ୍ ହସ୍ପିଟାଲ ପରିଦର୍ଶନ କରିବା ପରେ ଆୟୋଗଙ୍କୁ ରିପୋର୍ଟ ପ୍ରଦାନ କରିବ। ଶୁକ୍ରବାର ସକାଳେ ସମ୍ପୃକ୍ତ ମହିଳା ଡାକ୍ତରଙ୍କ ମୃତଦେହ ହସ୍ପିଟାଲ ପରିସରରୁ ମିଳିଥିଲା। ଭାରତୀୟ ରେଳବାଇ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ ଆଇଆର୍ସିଟିସି ଏବଂ ଜାତୀୟ ରାଜଧାନୀ ଅଞ୍ଚଳ ପରିବହନ ନିଗମ ମିଳିତ ଭାବେ ଭାରତୀୟ ରେଳବାଇ ଏବଂ ନମୋ ଇଣ୍ଡିଆ ଟ୍ରେନ୍ ଯାତ୍ରୀଙ୍କ ପାଇଁ ୱାନ୍ ଇଣ୍ଡିଆ ୱାନ୍ ଟିକେଟ୍ ପଦକ୍ଷେପ ଆରମ୍ଭ କରିଛନ୍ତି। ଯାତ୍ରୀମାନେ ଆଇଆର୍ସିଟିସି ପ୍ଲାଟଫର୍ମ ମାଧ୍ୟମରେ ନମୋ ଇଣ୍ଡିଆ ପାଇଁ ବାତିଲ ଏବଂ ଦେୟ ବ୍ୟବସ୍ଥା ସହିତ ଟିକେଟ୍ ବୁକ୍ କରିପାରିବେ। ଆଇଆର୍ସିଟିସି ଏକ ବିବୃତ୍ତିରେ କହିଛି, ଯାତ୍ରୀମାନେ ନମୋ ଇଣ୍ଡିଆ ଟ୍ରେନ୍ ଟିକେଟ୍ ପାଇଁ QR କୋଡ୍ ସୃଷ୍ଟି କରିପାରିବେ। ଏହି କୋଡ୍ ଯାତ୍ରା ତାରିଖଠାରୁ 4 ଦିନ ପର୍ଯ୍ୟନ୍ତ ବୈଧ ରହିବ। ବର୍ତ୍ତମାନର ସଂରକ୍ଷଣ ବ୍ୟବସ୍ଥା ଅନୁଯାୟୀ ନମୋ ଇଣ୍ଡିଆ ଟିକେଟ୍ ମଧ୍ୟ 120 ଦିନ ପୂର୍ବରୁ ବୁକ୍ କରାଯାଇପାରିବ। କର୍ମଚାରୀ ଭବିଷ୍ୟନିଧି ପାଣ୍ଠି ସଂଗଠନ ଇପିଏଫ୍ଓ ଆଜି ଇପିଏଫ୍ ଟ୍ରାନ୍ସଫର ଉପରେ ଏହାର 5ମ ଅଧିବେଶନ ଆୟୋଜନ କରିବ। ଏହି ଅଧିବେଶନର ଉଦ୍ଦେଶ୍ୟ ହେଉଛି ସଦସ୍ୟ ଏବଂ ପେନ୍ସନଭୋଗୀମାନଙ୍କୁ ବିଭିନ୍ନ ସେବା ବିଷୟରେ ସୂଚନା ଦେବା। ଇପିଏଫ୍ଓର ଅଫିସିଆଲ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମରେ ଏହାର ସିଧା ପ୍ରସାରଣ କରାଯିବ। ଶ୍ରମ ଓ ନିଯୁକ୍ତି ମନ୍ତ୍ରାଳୟ ଏହାର ବିବୃତ୍ତିରେ କହିଛି, ଅଧିବେଶନ ସମୟରେ ଇପିଏଫ୍ଓ ଟ୍ରାନ୍ସଫରର ଗୁରୁତ୍ୱ, ପ୍ରକ୍ରିୟା ଏବଂ ଅଂଶଗ୍ରହଣକାରୀଙ୍କ ପ୍ରଶ୍ନର ଉତ୍ତର ବିଶେଷଜ୍ଞମାନେ ଦେବେ। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ପଶ୍ଚିମବଙ୍ଗରେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପ୍ରସଙ୍ଗ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାଦବପୁର ଘଟଣାର ପୁନରାବୃତ୍ତି ହୋଇଛି ବୋଲି ସେ କହିଛନ୍ତି।
କୋଲକାତାର ଏକ ମେଡିକାଲ କଲେଜ ଓ ହସ୍ପିଟାଲରେ ଘଟିଥିବା ଘଟଣାକୁ ନେଇ ଶ୍ରୀ ପ୍ରଧାନ ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଏହି ଅପରାଧ ଜଘନ୍ୟ ଏବଂ ଏହାକୁ ସ୍ପଷ୍ଟ ଭାବେ ନିନ୍ଦା କରାଯିବା ଉଚିତ। ଏକ ସରକାରୀ ଅନୁଷ୍ଠାନରେ ଘଟିଥିବା ଏହି ଘଟଣା ପାଇଁ ପଶ୍ଚିମବଙ୍ଗ ସରକାରଙ୍କୁ ଜବାବ ଦେବାକୁ ପଡ଼ିବ ବୋଲି ସେ କହିଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। हर घर तिरंगा अभियान तिरंगे की शान में एक यूनिक फेस्टिवल बन चुका है। ଆଉ ପୁଣି ଥରେ ଦେଶ ହର ଘର ତିରଙ୍ଗା ଅଭିଯାନ ଜରିଆରେ ସ୍ୱାଧୀନତାର ଉତ୍ସବକୁ ଆନନ୍ଦ ଉଲ୍ଲାସର ସହ ପାଳନ କରିବାକୁ ଯାଉଛି। ତେଣୁ ଆସନ୍ତୁ ଆମେ ସମସ୍ତେ ଉତ୍ସାହ ଓ ହର୍ଷୋଲ୍ଲାସର ସହ ଅଗଷ୍ଟ 9ରୁ 15 ତାରିଖ ପର୍ଯ୍ୟନ୍ତ ହର ଘର ତିରଙ୍ଗା ଅଭିଯାନରେ ସାମିଲ ହୋଇ ଏହି ଅଭିଯାନରେ ହେବାକୁ ଥିବା ତ୍ରିରଙ୍ଗା ଯାତ୍ରା, ମେଳା, ରାଲି ଓ ମାରାଥନ ଭଳି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା। ଆପଣଙ୍କ ଘରେ ତ୍ରିରଙ୍ଗା ଉତ୍ତୋଳନ କରନ୍ତୁ ଏବଂ harghar-tiranga.com ରେ ଆପଣଙ୍କ ସେଲ୍ଫି ଅପଲୋଡ କରନ୍ତୁ। ଏପ୍ରିଲ 1ରୁ ଅଗଷ୍ଟ 11 ତାରିଖ ମଧ୍ୟରେ ମୋଟ ପ୍ରତ୍ୟକ୍ଷ ଟିକସ ଆଦାୟ ଗତ ବର୍ଷ ସମାନ ସମୟ ତୁଳନାରେ 23.99% ବୃଦ୍ଧି ପାଇଛି। ଏହା 8,13,000 କୋଟି ଟଙ୍କାରେ ପହଞ୍ଚିଛି। ଆୟକର ବିଭାଗ ସୂଚନା ଅନୁଯାୟୀ ଗତ ବର୍ଷ ଏହି ସମୟରେ ପ୍ରତ୍ୟକ୍ଷ ଟିକସ ଆଦାୟ 6,55,000 କୋଟି ଟଙ୍କାରୁ ଅଧିକ ଥିଲା। ବାର୍ସିଲୋନା ଇନଷ୍ଟିଚ୍ୟୁଟ୍ ଫର୍ ଗ୍ଲୋବାଲ୍ ହେଲ୍ଥର ଏକ ରିପୋର୍ଟ ଅନୁଯାୟୀ 2023ରେ ୟୁରୋପରେ ଅତ୍ୟଧିକ ଗରମ ଯୋଗୁଁ 47,000ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ରିପୋର୍ଟରେ କୁହାଯାଇଛି ଯେ ଦକ୍ଷିଣ ୟୁରୋପର ଦେଶଗୁଡ଼ିକ ଏଥିରେ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଗତବର୍ଷ ବିଶ୍ୱର ସବୁଠାରୁ ଉତ୍ତପ୍ତ ବର୍ଷ ଥିଲା। ଗବେଷକମାନେ ଏହି ଅଧ୍ୟୟନ ପାଇଁ 35ଟି ୟୁରୋପୀୟ ଦେଶର ମୃତ୍ୟୁ ଓ ତାପମାତ୍ରା ରେକର୍ଡକୁ ବ୍ୟବହାର କରିଥିଲେ। ଗ୍ରୀସ୍, ବୁଲଗେରିଆ, ଇଟାଲୀ ଓ ସ୍ପେନ୍ରେ ଗ୍ରୀଷ୍ମଜନିତ ମୃତ୍ୟୁହାର ସର୍ବାଧିକ ରହିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ଆମେରିକାର ବୈଦେଶିକ ବିଭାଗ କହିଛି ଗାଜା ଶାନ୍ତି ଆଲୋଚନା ଯୋଜନା ଅନୁଯାୟୀ ଆଗକୁ ବଢ଼ିବ ବୋଲି ଆଶା କରାଯାଉଛି। ବୈଦେଶିକ ମନ୍ତ୍ରଣାଳୟର ଉପମୁଖପାତ୍ର ବେଦାନ୍ତ ପଟେଲ ୱାଶିଂଟନରେ ସାମ୍ବାଦିକମାନଙ୍କୁ କହିଛନ୍ତି ପାଲେଷ୍ଟାଇନ୍ ଆତଙ୍କବାଦୀ ସଂଗଠନ ହମାସ୍ ଗୁରୁବାର ଦିନ ମଧ୍ୟସ୍ଥିଙ୍କ ଦ୍ୱାରା ଡକାଯାଇଥିବା ବୈଠକରେ ଯୋଗଦେବା ନେଇ ସନ୍ଦେହ ପ୍ରକାଶ କରିବା ସତ୍ତ୍ୱେ ଆମେରିକା ଅସ୍ତ୍ରବିରତି ଚୁକ୍ତି ସମ୍ଭବ ହେବା ନେଇ ଆଶାବ୍ୟକ୍ତ କରିଛି। ଗାଜା ଅସ୍ତ୍ରବିରତି ଚୁକ୍ତି ପାଇଁ ଆଲୋଚନା ଆରମ୍ଭ କରିବା ପରିବର୍ତ୍ତେ ପୂର୍ବ ଆଲୋଚନା ଆଧାରରେ ଏକ ଯୋଜନା ଉପସ୍ଥାପନ କରିବାକୁ ହମାସ୍ ଇତିମଧ୍ୟରେ ମଧ୍ୟସ୍ଥିମାନଙ୍କୁ ଅବଗତ କରାଇଛି। ଇସ୍ରାଏଲ ପ୍ରତିରକ୍ଷା ବାହିନୀ IDF କହିଛି ଯେ ଇରାନ ଏବଂ ହିଜବୁଲାର ସମ୍ଭାବ୍ୟ ପ୍ରତିଶୋଧମୂଳକ ଆକ୍ରମଣକୁ ନେଇ କଡ଼ା ଚେତାବନୀ ମଧ୍ୟରେ ଇସ୍ରାଏଲ ବାୟୁସେନା ଏହାର ଯବାନଙ୍କ ପାଇଁ ବିଦେଶ ଯାତ୍ରାକୁ ସ୍ଥଗିତ ରଖିଛି। IDF କହିଛି ବାୟୁସେନା କମାଣ୍ଡର ତୋମାର ୱାର ପରିସ୍ଥିତିର ଆକଳନ କରିବା ପରେ ବାୟୁସେନାର ସ୍ଥାୟୀ କର୍ମଚାରୀଙ୍କ ପାଇଁ ବିଦେଶୀ ଛୁଟି ଉପରେ ପ୍ରତିବନ୍ଧକ ଜାରି କରିଛନ୍ତି। ସାଧାରଣ ନାଗରିକଙ୍କ ପାଇଁ ହୋମ୍ ଫ୍ରଣ୍ଟ କମାଣ୍ଡର ନିର୍ଦ୍ଦେଶନାମାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ପଶ୍ଚିମ ଏସିଆରେ ଆଞ୍ଚଳିକ ଉତ୍ତେଜନା ବୃଦ୍ଧି ପାଇବା ପରେ ଏହି ଘଟଣାକୁ ଗୁରୁତ୍ୱ ଦିଆଯାଉଛି। ସୋମାଲିଆରେ ଗତ 2 ମାସ ମଧ୍ୟରେ ଆଦିବାସୀ ସମ୍ପ୍ରଦାୟଙ୍କ ମଧ୍ୟରେ ସଂଘର୍ଷରେ 39ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜାତିସଂଘ କହିଛି। ଏହି ସଂଘର୍ଷ ପାଇଁ ଜମି ବିବାଦକୁ ଦାୟୀ କରାଯାଇଛି। ମୁଦୁଗ ଅଞ୍ଚଳରେ 35 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଲୁକ୍ରେ 4 ଜଣ ପ୍ରାଣ ହରାଇଛନ୍ତି। ସୋମାଲିଆର ରାଜଧାନୀ ମୋଗାଦିଶୁରେ ଜାରି ଏକ ବିବୃତ୍ତିରେ ଜାତିସଂଘର ମାନବିକ ବ୍ୟାପାର ସମନ୍ୱୟ କାର୍ଯ୍ୟାଳୟ କହିଛି ଜୁଲାଇ ଆରମ୍ଭରେ ଲୁକ୍ରେରେ ହୋଇଥିବା ହିଂସା ଯୋଗୁଁ ପ୍ରାୟ 42,000 ଲୋକ ବିସ୍ଥାପିତ ହୋଇଥିଲେ। ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଡ୍ରାଫ୍ଟ ବ୍ରଡକାଷ୍ଟିଂ ସର୍ଭିସେସ୍ ରେଗୁଲେସନ୍ ବିଲ୍ ଉପରେ ମତାମତ ଏବଂ ପରାମର୍ଶ ଗ୍ରହଣ କରିବାର ସମୟସୀମାକୁ ଚଳିତ ବର୍ଷ ଅକ୍ଟୋବର 15 ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ବିସ୍ତୃତ ବିଚାର ବିମର୍ଶ ପରେ ଏକ ନୂତନ ଡ୍ରାଫ୍ଟ ଆଇନ ପ୍ରକାଶ ପାଇବ ବୋଲି କୁହାଯାଇଛି। ଗତବର୍ଷ ନଭେମ୍ବର ମାସରେ ଏହି ଡ୍ରାଫ୍ଟ ବିଲ୍କୁ ସାର୍ବଜନୀନ କରାଯିବା ସହ ହିତାଧିକାରୀ ଏବଂ ସାଧାରଣ ଜନତାଙ୍କ ମତାମତ ପାଇଁ ସ୍ପଷ୍ଟୀକରଣ ମଗାଯାଇଥିଲା। ମନ୍ତ୍ରଣାଳୟ କହିଛି ଡ୍ରାଫ୍ଟ ବିଲ୍ ଉପରେ ଅନେକ ସୁପାରିଶ, ମନ୍ତବ୍ୟ ଏବଂ ପରାମର୍ଶ ମିଳିଛି। ମନ୍ତ୍ରଣାଳୟ ମଧ୍ୟ ଡ୍ରାଫ୍ଟ ବିଲ୍ ଉପରେ ଆବଶ୍ୟକୀୟ ବିଚାର ବିମର୍ଶ କରୁଛି। ଗ୍ରୀସରେ ସୃଷ୍ଟି ହୋଇଥିବା ଜଙ୍ଗଲ ନିଆଁ ଏଥେନ୍ସ ଉପାନ୍ତ ଅଞ୍ଚଳକୁ ବ୍ୟାପିବାରୁ ଶହ ଶହ ଲୋକ ପଳାୟନ କରିବାକୁ ବାଧ୍ୟ ହୋଇଛନ୍ତି। ଅଗ୍ନିକାଣ୍ଡରେ ଗଛ, ଘର ଓ ଯାନବାହନ ନଷ୍ଟ ହେବା ସହ ରାସ୍ତାଘାଟ ଧୂଆଁ ଓ ପାଉଁଶରେ ଭର୍ତ୍ତି ହୋଇଯାଇଛି। ଦ୍ୱିତୀୟ ଦିନ ପାଇଁ ନିୟନ୍ତ୍ରଣ ବାହାରେ ଲାଗିଥିବା ନିଆଁର ମୁକାବିଲା ପାଇଁ ସରକାର ୟୁରୋପୀୟ ସଂଘର ସହଯୋଗୀ ସଦସ୍ୟମାନଙ୍କୁ ସାହାଯ୍ୟ ମାଗିଛନ୍ତି। ଝଡ଼ ତୋଫାନ ଯୋଗୁଁ ନିଆଁ ଆହୁରି ବ୍ୟାପିଛି। ମୁଖ୍ୟ ସମ୍ବାଦ ପୁଣି ଥରେ। ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକ ପାଇଁ ପ୍ରକାଶ ପାଇଲା ଜାତୀୟ ସଂସ୍ଥାଗତ ର୍ୟାଙ୍କିଙ୍ଗ ତାଲିକା। ସାମଗ୍ରିକ ବର୍ଗରେ IIT ମାଡ୍ରାସ ଶୀର୍ଷରେ। ଜମାକାରୀଙ୍କ ଜରୁରୀକାଳୀନ ପରିସ୍ଥିତିରେ ଅର୍ଥ ଉଠାଣ ନେଇ ନିୟମରେ ହେଲା ପରିବର୍ତ୍ତନ। କୋଲକାତା ଆର୍ଜି କର ମେଡିକାଲ କଲେଜ ଦୁଷ୍କର୍ମ ଘଟଣାର ତଦନ୍ତ ପାଇଁ ପହଞ୍ଚିଲା ଜାତୀୟ ମହିଳା ଆୟୋଗ।
प्रत्यक्ष टिकस आदाय परिमाण 23.99% वृद्धि एवं ग्रीष्म प्रवाह जोगु यूरोप रे प्राण हराइछन्ति 47,000 अधिक लोक। संवाद शेष ହେଲା।